ମାମା बोलो ନାଡୁ ହେଇଛି हाँ ଆମେ ଜାଗା ରଥଯାତ୍ରା ବି କଟା ହବା जगह विषय आउ रथयात्रा विषय अच्छा मुझे तुमको जहाँ पचारि तुम सब कह तो अच्छा आगे जय जगन्नाथ कह दिया जय जगन्नाथ हाँ प्रिंसिमा रेडी हम्म अच्छा मते फास्ट कहल जगा मंदिर कोठी अछि पुलिये अच्छा जगार भाई भौणी का नाम कौन वो क्या सुबड़ा फास्ट कौन कहल बोया सुबड़ा हाँ भाई ना बलिया बलभद्र भौणी का ना सुभद्रा माँ हाँ आउ कहल जगा मंदिर को कौन कह जाए छी मजा बड़ा देवला हाँ आ बड़ देउल रे केतेटा पाहाच अछि तंती तो ओडिया रे पा कहबो कहितली 22 पाहाच बाइक पैसा हमें चढ़ते के जीवा मैं बाइक पैसा लिखिबा हाइलो पके केमती चौका देखिबा तक नम हबा हाँ नमा हबा आउ नम हबा आउ जगार आखि केमिति गोली उठे गोल गोल आउ कहल जगा हार पकेकि सेठी बसथिबो तमे देखिबो तमे जगा को देखिले धन कोन कहबो जगा तो भगवा चिकनी हाँ कहि कि नम हबो हाँ पापा जी बेबी हाँ पापा भी जिबे आम संगरे तमे जिबो पापा जिबे अब माम जीवा हाँ आम सब जिबा एबे कहल रथ यात्रा रे जगा कोठी जाए माउता माउची को हाँ और लोग ना को नहीं लक्ष्मी माँ को नियंतिनी लक्ष्मी माँ सही श्री मंदिर रे रुहंती ना हाँ आज किए के जानती वाया पजामा सब जान अच्छा और लोग ना को नहीं नियंतिनी ना से बोलले रुहंती हाँ देउल रे कुछ बोउल रे देउल रे रुहंती हला अच्छा कहला जगार रथ ना कौन अंडी गच्चा बलियार रथ ना हाथ धज्जा आउ सुभद्रा माँ रथ ना देवदाना जगा रथ रे केतटी चक्का अछि छलती हाँ जगा रथ ना कौन राजवती हाँ आउ बलिया रथ ना कौन कहिथिला देवदाना ना आउ टिके पूर्व पा कहिथिला ताଳ ଧ୍ୱଜ ସେଥିରେ କେତଟି ଚକ ଅଛି ଜାଣି ପାରୁନା 14ଟି ଆଉ ସୁଭଦ୍ରା ମାଙ୍କ ରଥ ନା କଣ ତମେ ଜାଣି ପାରୁଛ ସୁଭଦ୍ରା ମାଙ୍କ ରଥ ନା କଣ ସେଥିରେ କେତଟି ଚକ ଅଛି 12ଟି ହେଲା ହଁ ଆଚ୍ଛା ଆମେ ଯୋଉ ନମ ହଉଛ ହଁ अच्छा आम जो पुरी जीवा सेठी कैमल पिठी बसवा गले जगन्नाथ पाखरे गोटे बर गछ अच्छी से बर गछर ना कौन कौन भल से कुआ कल्पवट कौन हाँ अच्छा पाटरे बसुनी मो मार कौन माँ हाँ इतने पाटरे बसला कल्पवट उठ गाले हाथ दियोनी हाथ कड़ा हाथ कड़ा हाथ कड़ा हाथ कड़ा हाथ कड़ा हाथ कड़ा जगा गीत गोटे बोली देला जगतले पाई बुनी ठाकुराची अच्छा कहलु माँ जगार भोग को कौन कह जाए माँ पचातो हाँ और जगार दांड को बड़ दांड हैला मामा मामा बोलो जगह दांड को कौन करती बड़ दांड पा ଆଉ ଜଗା କଣ କାନ୍ତି हाँ नंदी घोषा ମାମା ମାମା बोलो ଜଗା ବୋର୍ଡ ତକଲା ହାଲ ପକେଇଛି ମୁଁ ଜଗାର तमे जगार କୁନି कुन्नी भक्त हाँ कहल जगा को चका आखि कहीं कहती ଭଲ ବୋଲି ସେଥିପାଇଁ ଗୋଲ ଗୋଲ ଲାଗିବ ସେଇଥିପାଇଁ ତାକୁ ଚକା କରିଛି हाँ सुनना माता आउ कौन कहती तार गोल गोल आखि बोली ଚକା ଆଖି चक्का आखि कहती आउ कौन कहती ଆଉ ଚକା
ଚକା ଧଲା କରିଛି ଚକା ଡୋଳା କୁହନ୍ତି। ମୁଁ ପାଗଲି ମାଟା ଜଗା ବିଷୟରେ ଟିକେ ଟିକେ କଥା ଜାଣିଲାଣି ଏଇଆ ନା। ହଁ ଆମେ ଯାଇ ସାଇଲେ ପୁରା ଆମେ କାମେ କଥା କିଣିକି ଆଣିବା ଆମେ ଯିବା। ଆଚ୍ଛା ଆଚ୍ଛା ସେ ପୁରୀ ଗଲେ ଗୋଟେ କ୍ୟାମେଲ କିଣିକି ଆଣିବ ବସି ବସି ତା ଉପରେ। ତୁ ବସିବା ବାପା ବସିବା ମାମା ବସିବା ତାପରେ ମାମୁ ପଛେ ପଛେ କହିଲ ଜଗା ପାଖରେ ଯୋଉ ସମୁଦ୍ର ଅଛି ତା ନାଁ କଣ? ବଙ୍ଗ ପଛେ କଲା। ହଁ ଆମ ଭାରତର ପୂର୍ବରେ ଅଛି ବଙ୍ଗୋପସାଗର, ଭାରତର ଓଡ଼ିଶାର ପୂର୍ବରେ ଅଛି ବଙ୍ଗୋପସାଗର। ବୁଝିଲ? ପଶ୍ଚିମ ଆର୍ୟ ପଛେ କଲା। ହଁ ଉତ୍ତର ହିମାଳୟ। ଆଚ୍ଛା ଆଉ କ'ଣ ତମେ ଜଗା ବିଷୟରେ ଜାଣିଛ କୁହ? ଜଗାର ମାଉସୀଙ୍କ ନାଁ କ'ଣ? ସେ କୋଉ ମନ୍ଦିର ଯାଆନ୍ତି ଜାଣିଛ? ରଥଯାତ୍ରାରେ କୋଉଠିକି ଯାଆନ୍ତି? ମାଉସୀ ଘରକୁ ଯେ ମାଉସୀଙ୍କ ନାଁ ହେଲା କ'ଣ? ଗୁଣ୍ଡିଚା। ଗୁଣ୍ଡିଚା ରାଣୀ। ବୁଝିଲ? ମା ଜଗା ଯୋଉ ଯାଆନ୍ତି ମାଉସୀ ଘରକୁ ସେଠି କେତେ ଦିନ ରୁହନ୍ତି ଜାଣିଛ? କେତେ ଦିନ? 7 ଦିନ ରୁହନ୍ତି। ଆଉ ପୁଣି ଯେତେବେଳେ ବଡ଼ ଦେଉଳକୁ ଆସନ୍ତି ପୁଣି ରଥରେ ବସିକି ଆସନ୍ତି ଜାଣିଛ ନା? ଆଉ ସେଇ ଯୋଉ ରଥରେ ବସିକି ଆସନ୍ତି ସେ ଯୋଉ ଯାତ୍ରାକୁ କ'ଣ କୁହନ୍ତି ଜାଣିଛ? କ'ଣ କୁହନ୍ତି? ନା ନା ଯେତେବେଳେ ବଡ଼ ଦେଉଳରୁ ମାଉସୀ ଘରକୁ ଯାଆନ୍ତି ସେ ତାକୁ କୁହନ୍ତି ରଥଯାତ୍ରା। ଯେତେବେଳେ ପୁଣି ବଡ଼ ଦେଉଳକୁ ଆସନ୍ତି ମାଉସୀ ଘରୁ ରିଟର୍ଣ୍ଣ କରନ୍ତି ତାଙ୍କୁ କ'ଣ କୁହାଯାଏ ନା ବାହୁଡ଼ା ଯାତ୍ରା। ବୁଝିପାରିଲ? ହଁ ବାହୁଡ଼ା ଯାତ୍ରାରେ ବଡ଼ ଦେଉଳକୁ ଫେରି ଆସନ୍ତି ବାହୁଡ଼ା ଯାତ୍ରାରେ। ପ୍ରିନ୍ସି ମା ଜଗା ପାଇଁ ଗୋଟେ ଗୀତ ବୋଲିଦେଲ। ହଁ ଜଗା ବିଷୟରେ ତ ଆମେ କହିସାରିଲେ ଏବେ ଆମେ ଗୋଟେ ଗୀତ ବୋଲିବ। ତମେ ଗୋଟେ ଗୀତ ବୋଲିବ ଜଗା ପାଇଁ। ତୁଳସୀ ତଳରେ ତୁଳସୀ ମାଳରେ ନାଚିବି ମୁଁ ଗାଇବି ମୁଁ ହାତ ମୋର। ତୁଳସୀ ତଳରେ ନାଚିବି ମୁଁ ଗାଇବି ମୁଁ ହାତ ମୋର ଯାଇ। କୋଉଠି ନାଚିବ କି? ବଡ ଦାଣ୍ଡରେ ନାଚିବି। ପ୍ରିନ୍ସି ମା ମାମା ବୋଲୋ। ସନ୍ଧ୍ୟା ହେଇଗଲେ ଆମେ ପୂଜା କରିବା। ହଁ ପୂଜା କରିବା। ପ୍ରିନ୍ସି ମା ମୁଁ ତମକୁ ଗୋଟିଏ କଥା ପଚାରୁଛି। ଜଗା ମନ୍ଦିର କିଏ ତିଆରି କରିଥିଲେ ଜାଣିଛ? କୋଉ ରାଜା କହିଲ? ଚୋଡ଼ଗଙ୍ଗ ଦେବ। ଜୟ ଜଗନ୍ନାଥ। ପ୍ରିନ୍ସି ମା ଜଗନ୍ନାଥଙ୍କ ମନ୍ଦିର ଆଗରେ ଗୋଟିଏ ସ୍ତମ୍ଭ ଅଛି। ସେ ସ୍ତମ୍ଭର ନାଁ କ'ଣ ତମେ ଜାଣିଛ? କ'ଣ କହିଲ? ଅରୁଣ ସ୍ତମ୍ଭ। ହଁ କହିଲ ଜଗନ୍ନାଥଙ୍କ ମନ୍ଦିରରେ କେତେଟା ଦ୍ୱାର ଅଛି? କେତେଟା ଦ୍ୱାର ଅଛି ତମେ କହିଦିଅ। ତାଙ୍କ ନାଁ ମୁଁ କହିଦେବି। କେତେଟା ଦ୍ୱାର ଅଛି ତମେ କହିଦିଅ। 4ଟା ଦ୍ୱାର ଅଛି। କ'ଣ କ'ଣ ମୁଁ କହିଦେଉଛି। ସିଂହ ଦ୍ୱାର, ବ୍ୟାଘ୍ର ସିଂହ ଦ୍ୱାର, ବ୍ୟାଘ୍ର ଦ୍ୱାର। ହଁ ଲାୟନ। ସେ ଦ୍ୱାରର ନାଁ ମନେ ରଖ। ସିଂହ ଦ୍ୱାର, ବ୍ୟାଘ୍ର ଦ୍ୱାର, ହସ୍ତି ଦ୍ୱାର ଆଉ ଗୋଟେ ହେଲା ଅଶ୍ୱ ଦ୍ୱାର। ବୁଝିଲ? ହଁ କ'ଣ କୋଉଠି ନାଚିବ? ଆଚ୍ଛା ଆଚ୍ଛା ମୋ ମା କହୁଛି ବଡ଼ ଦାଣ୍ଡରେ ସେ କେମିତି ନାଚିବ ଆମେ ଦେଖିବା। ଠିକ୍ ଅଛି ନାଚ। କେମିତି ନାଚିବ? ହଁ ତମର କାଳିଆ ଠାକୁର। ଆଚ୍ଛା ତମେ କେମିତି କାଳିଆ ଠାକୁର ପାଖରେ ନାଚିବ? କୀର୍ତ୍ତନ କରିବ?
ଜଗାକୁ ନେଇକି ଯିମି କୋଉଠିକି ନେଇକି ଯିବ ମାଉସୀ ଘରକୁ ତା ମାଉସୀ ଘରକୁ ଆଚ୍ଛା ମୋ ମା ପାଇଁ ଗୋଟେ କୁନିରଥ ବନା ହବ ଏଥର ପ୍ରିନ୍ସି ମା ଆମେ ଯୋଉ ଜଗା ପାଖକୁ ଯାଇଥିଲେ ସେଦିନ ତମେ ଜଗାକୁ ଦେଖିଲ ନା ଖୋଜିନି ଖୁସି ହେଲ ଦେଖିକି ଜଗାକୁ କ'ଣ କହିଲ ନମାଇନି ନମାଇଲ ଆଉ କ'ଣ କହିଲ ଜଗାକୁ ତମେ ମୁଁ ତୋ ପାଖକୁ ଆସିଗଲି ହଁ ଆଉ ଜଗା ଦାଣ୍ଡ ନା କ'ଣ ବଡ଼ ଡାଣ୍ଡ ଆଉ ତାଙ୍କ ଭୋଗ ନା କ'ଣ ମହାପ୍ରସାଦ ଆଉ ଆଉ ଜଗା ନା କ'ଣ ଆଉ ଜାଣିଛୁ ଜଗାର ଆଉ ଗୋଟିଏ ନା ତମେ କହୁନା ତୁ କହିଦେମି ତାତେ ମୁଁ କହିଦେମି ସବୁ କଥା ହଉ ତମେ ମତେ କହିଦେବ ସବୁ କଥା ମତେ କହିଦେଉ ନା ଜଗାର ଆଉ ଗୋଟିଏ ନାଁ କ'ଣ ନାରାୟଣ ନାରାୟଣ ବୋଉ ବୋଉ ତୁ ରଥ ଟାଣିବାକୁ ଯିବୁ ନା ହଁ ଯିବା ତମେ ଯିବ ହଁ ଯିବା ଆମେ କାଲି ରଥ ଟାଣିବାକୁ ଯିବା ରଥ ରସିକି ଧରିକି ଟାଣିବା ଜୟ ଜଗନ୍ନାଥକୁ ଡାକିବା ହେଲା ହଁ ତମେ ଟାଣିବ ନା ହଁ ଯିବା